ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବଙ୍କର ଯଦି କାହା ଉପରେ ଖରାପ ନଜର ପଡ଼ିଯାଏ ତେବେ ସେଇ ଲୋକର ବହୁତ ଖରାପ ସମୟ ଆସିଗଲା ବୋଲି ଜାଣିବି। ଯଦି ଶନି ଦେବଙ୍କ କାହା ଉପରେ ଭଲ ନଜର ପଡ଼ିଯାଏ ତେବେ ସେଇ ଲୋକ ଭଲ କର୍ମ ପରିଶ୍ରମ କରି ମଧ୍ୟ ଲାଭବାନ ହୋଇଯାଏ। ଏବେ ଶନିଦେବ କିଛି ରାଶିଙ୍କ ଉପରେ ବହୁତ ପ୍ରସନ୍ନ ହେବାକୁ ଯାଉଛନ୍ତି, ଯାହାଦ୍ୱାରା କି ଏହି ରାଶି ମାନଙ୍କର ବହୁତ ଲାଭ ହେବ। ପ୍ରଥମ ରାଶି ମେଷ ରାଶି। ଆପଣଙ୍କୁ ଶନିଦେବଙ୍କ ଆଶୀର୍ବାଦରୁ ମାନ ସମ୍ମାନ ମିଳିବ। ଆଗକୁ ବ୍ୟବସାୟରେ ବହୁତ ଲାଭ ହେବାର ଅଛି। ଶତ୍ରୁମାନଙ୍କ ଉପରେ ଆପଣ ଭାରି ହୋଇଥାନ୍ତି। ଘର ପରିବାରରେ ବହୁତ ଖୁସି କରିବେ। କର୍କଟ ରାଶି। ଆପଣଙ୍କ ଉପରେ ଅଧିକ ଭଲ ନଜର ପଡ଼ୁଛି, କିନ୍ତୁ ଶନିଦେବଙ୍କ ବିଶେଷ କୃପା ରହିବ। ଆପଣଙ୍କ ଜୀବନରେ ଯେଉଁ ସବୁ ସମସ୍ୟା ଅଛି ଏବେ ସେଇ ଜିନିଷ ପୂର୍ଣ୍ଣ ହୋଇଯିବ। କୌଣସି ଏକ ସାଙ୍ଗଠାରୁ ଲାଭ ପାଇବା ଦ୍ୱାରା ଓ ତାହାର ସାହସ ଫଳ ଆପଣଙ୍କ ଭାଗ୍ୟ ଖୋଲିଯିବ। ଗୁରୁଜନମାନଙ୍କ ଆପଣଙ୍କ ସାହାଯ୍ୟ ମିଳିବ ଓ ସେ ଆପଣଙ୍କୁ ବହୁତ ସହଯୋଗ କରିବେ। ଚାକିରି କରୁଥିବା ବ୍ୟକ୍ତି ଆପଣଙ୍କୁ ପଢ଼ିବା ସହିତ ପ୍ରମୋସନ୍ ମଧ୍ୟ ମିଳିବ। ବିଛା ରାଶି। ଆପଣଙ୍କୁ ମନ ଚାହୁଁଥିବା ଚାକିରି ଆଜି ମିଳିପାରେ। ଏହା ସହିତ ଲୋକ ଆପଣଙ୍କ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ଏବେ ଖୁବ୍ ଶୀଘ୍ର ପୂର୍ଣ୍ଣ ହୋଇଯିବ। ଜୀବନରେ ଆସୁଥିବା ଦୁଃଖ ଓ କଷ୍ଟ ମଧ୍ୟ ଦୂରେଇ ଯିବ। ଆପଣ ଯେଉଁ କାମରେ ହାତ ଦେବେ ସେହି କାର୍ଯ୍ୟ ପୂର୍ଣ୍ଣ ହୋଇଯିବ ଓ ସେହି କାର୍ଯ୍ୟରେ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ। ଯେଉଁମାନେ ଚାକିରି କରୁଥିବା ଲୋକ ବହୁତ ଭଲରେ ରହିବେ। ପାଠପଢ଼ା ପିଲାମାନଙ୍କୁ ନିଜର ଦକ୍ଷ ଅନୁଯାୟୀ ବହୁତ ଫଳପ୍ରଦ ହେବ। ନିଜର ଦକ୍ଷଠାରୁ ଅଧିକ ଦାୟିତ୍ୱ ନେଇପାରନ୍ତି। ଧନୁ ରାଶି। ବ୍ୟବସାୟରେ କୌଣସି ଏକ ଭଲ ରାସ୍ତା ଓ କିଛି ନୂଆ ବାଟ ଫିଟିଯିବ। ଧନ ମିଳିବାର ମଧ୍ୟ ନୂଆ ବାଟ ମିଳିଯାଇପାରେ। ଶନି ଦେବଙ୍କ ଭଲ ଦୃଷ୍ଟି ଯୋଗୁଁ କାରବାରର ବହୁତ ଲାଭ ମିଳିବ ସହିତ ଆଗକୁ ବଢ଼ିପାରିବେ। କୁମ୍ଭ ରାଶି। ଜୀବନରେ ବହୁ ପ୍ରକାର ବାଧାବିଘ୍ନ ଦୂର ହେବ ଓ କେହି ଜଣେ ଆପଣଙ୍କୁ ବହୁତ ସହଯୋଗ କରିବେ, ଯାହାକି ଆଗକୁ ବହୁତ ଲାଭବାନ ହେବେ। ପ୍ରେମ ସମ୍ପର୍କ ଥିବା ଲୋକଙ୍କ ବହୁତ ଶୀଘ୍ର ବିବାହ ହୋଇଯିବ। ଆପଣଙ୍କର ପୂର୍ବରୁ କରାଯାଇଥିବା କଷ୍ଟ ଓ ପରିଶ୍ରମର ଫଳ ଆପଣଙ୍କୁ ଖୁବ୍ ଶୀଘ୍ର ମିଳିଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆଉ କିଛି ଦିନ ଭିତରେ ନୂଆ ଘର ବା ଜାଗା ଆପଣ କିଣିବାରେ ସକ୍ଷମ ହେବେ। ଶେଷ ରାଶି ତୁଳା ରାଶି। ନିଜ ପରିବାରରେ ବହୁତ ଭଲରେ ରହିବେ ଓ ବହୁ ଦିନରୁ ଅଟକାଇ ରହିଥିବା ଟଙ୍କା କିଛି ଦିନ ଭିତରେ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନଙ୍କୁ ଭଲ ଫଳ ମିଳିବ ଓ ଚାକିରି ମଧ୍ୟ ଖୁବ୍ କମ୍ ଦିନରେ ପାଇପାରନ୍ତି। ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ବ୍ୟବସାୟ କରୁଥିବା ଲୋକଙ୍କ ଲାଭ ହେବ। ଲମ୍ବା ରାଶି ମିଳୁଥିବା ରାଶିରେ ଧନ ବିନିଯୋଗ କରନ୍ତୁ, ପରେ ସେଥିରେ ଭଲ ଲାଭ ପାଇବେ। ବହୁ ଦିନର ଅସୁବିଧା ଭୋଗ କରୁଥିବା ସମସ୍ୟାରୁ ଏବେ ବାହାରକୁ ବାହାରି ପାରିବା।